ଲୋକମାନଙ୍କୁ ତୁରିତ ନ୍ୟାୟ ପ୍ରଦାନ ଉଦ୍ଦେଶ୍ୟରେ ଅନୁଗୁଳ ସିଭିଲ କୋର୍ଟ ପରିସରରେ 2017 ମସିହାରେ ପ୍ରଥମ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏହି ଜାତୀୟ ଲୋକ ଅଦାଲତରେ ବିଚାରାଧୀନ ପ୍ରାକ୍ ମକଦ୍ଦମା ସ୍ତରୀୟ ସମାଧାନ ଯୋଗ୍ୟ ମକଦ୍ଦମା ସବୁ ବିଚାର ହୋଇ ଲୋକମାନଙ୍କୁ ତୁରିତ ନ୍ୟାୟ ପ୍ରଦାନ କରାଯାଇଛି। ଏହି ଲୋକ ଅଦାଲତରେ ବିଭିନ୍ନ ସମ୍ବନ୍ଧୀୟ ମାମଲା ସବୁ ସହମତ ଭାବେ ବିଚାର ହୋଇ ସମାଧାନ କରାଯାଇଛି। ଏଥିରେ ଜିଲ୍ଲାର 18ଟି ବ୍ୟାଙ୍କ ସमेତ BSNL ଓ ବିଭିନ୍ନ ବୀମା କମ୍ପାନୀ କର୍ତ୍ତୃପକ୍ଷ ମଧ୍ୟ ଯୋଗ ଦେଇ ସେମାନଙ୍କର ମକଦ୍ଦମା ଗୁଡ଼ିକ ସହମତ ଭିତ୍ତିରେ ପ୍ରତ୍ୟେକ ସହିତ ବୁଝାମଣା କରି ସମାଧାନ କରିଛନ୍ତି। ଏହି ଲୋକ ଅଦାଲତରେ ଅଯଥା ମାଲି ମକଦ୍ଦମାରେ ହଇରାଣ ହେଉଥିବା ଲୋକମାନେ ବିଶେଷ ଉପକୃତ ହୋଇପାରିଛନ୍ତି। 2017 ମସିହାର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଆମର ଅନୁଷ୍ଠିତ ହୋଇଛି। ଏଥିରେ ପ୍ରାୟତଃ ସବୁ ପ୍ରକାର ବିଚାରାଧୀନ ପ୍ରାକ୍ ମକଦ୍ଦମା ସ୍ତରୀୟ ସମାଧାନ ଯୋଗ୍ୟ ଫୌଜଦାରୀ ଦେୱାନୀ ମାମଲା, ଚେକ୍ ବାଉନ୍ସ ମାମଲା, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲା, ବ୍ୟାଙ୍କ ଋଣ ମାମଲା, ପାରିବାରିକ ବୈବାହିକ ବିବାଦ ମାମଲା, ଚାକିରି ସମ୍ବନ୍ଧୀୟ ମାମଲା, ଟିକସ ସମ୍ବନ୍ଧୀୟ ମାମଲା ଇତ୍ୟାଦି ଗୁଡ଼ିକର ଆପୋଷ ସହମତି ସୂତ୍ରରେ ସମାଧାନ ଏହି ଲୋକ ଅଦାଲତ ଜରିଆରେ ହୋଇପାରିବ। ମୁଁ IDBIର ଲୋନ୍ ନେଇଥିଲି। लोन नेला मोर टी असुविधा है, मोर देह खराब है, तापर मो बापा देह खराब है, माँ एक्सपायर कर गले एमती मो आसती मोर टी बैंक लोन मु 4,30,000 नहीं से बर्तमान मत भारी प्रोब्लेम हो सुझापी तेणु मुझे आस्ते आस्ते मझे आमर ये जो लोक अदालत हो द्वारा लोकंर बहुत उपकार हो कारण बहुत पुराना लोन सबू से माने रिहाती पाउछंदी एवं कौन प्रकार डिस्प्यूट थिले सेटल हो पाउछि। अनुगुळरो कैमरा पर्सन देवराज को सह जगन्नाथ अग्रवाल को रिपोर्ट मेट्रो टीवी।